ओम नमो भगवते वासुदेवाय। एकादशोऽध्याय। श्री भगवान उवाच। कहन्ति प्रभु पद्मपाणि ଶୁଣଉ ଧବ ସାଧୁବାଣୀ। ତୁ ଅଟୁ ଭକତ ପ୍ରଧାନ ତୋତେ ପ୍ରସନ୍ନ ମୋର ମନ। ମୁହିଁ କହିଲି ଧର୍ମ ଯେତେ ଆଗମ ନିଗମ ଭକତେ। ସେ ଧର୍ମ ଦୃଢ଼ କରି ମନେ ସାଧନା କର ସାବଧାନେ। ଯେ ବଣ ଧର୍ମ କୁଳ ଧର୍ମ ଯେ ବିଧି ଆଚାର ଆଶ୍ରମ। କର୍ମ କରିବ କର୍ମ ତେଜି ସ୍ୱାସ୍ତିକେ ମୋର ପାଦେ ଭଜି। ଜୀବକୁ ଦୟା ସୁଧ ଚିତେ ମହାଗହନ ଏ ଜଗତେ। ଆରମ୍ଭ ମାନବୀ ବଜଇ ସର୍ବବିକାର ମାୟାମୟୀ। ସ୍ୱପନେ ନାନା ଉପଭୋଗୀ ସେ ଯେହ୍ନେ ଆତ୍ମାର ସଂଯୋଗୀ। ମଣଇ ସତ୍ୟ ପ୍ରାୟେ ତାହା ଦୃଷ୍ଟି ଶ୍ରବଣେ ବିଷ୍ଣୁ ମାୟା। ଯେତେ ଦେଖଇ ନାନା ରଙ୍ଗେ ବିଫଳ ହୁଏ ନିଦ୍ରା ଭଙ୍ଗେ। ଏ ମାୟା ତ୍ରିଗୁଣେ ଜଡ଼ିତ ବ୍ରହ୍ମାଦି ପ୍ରପଞ୍ଚ ଜଗତ। ଏଣୁ ପ୍ରବୃତ୍ତ ଧର୍ମ ଏଡ଼ି ନିବୃତ୍ତି ଧର୍ମେ ଚିତ ଜଡ଼ି। ସାଧୁ ସଙ୍ଗମେ ସେବା କରି ଧର୍ମ ସାଧିବ ଶିକ୍ଷା ଧରି। ସୂତ୍ର କଳତ୍ର ଧନ ପ୍ରାଣ ଯେ ମୋତେ କରେ ସମର୍ପଣ। ଏମନ୍ତ ଗୁରୁ ସେବା କରି ଚିତ୍ତେ ମୋହର ରୂପ ଧରି। ତେଜିବ ମାନ ଅହଙ୍କାର ମଦ ମତ୍ସର ଯେ ବିକାର। ସୁହୃଦ ଭାବେ ଶୁଦ୍ଧ ଚିତ୍ତେ ନିର୍ମଳ ହୃଦୟ ବିଭୂତେ। ଜ୍ଞାନ ଅଭ୍ୟାସୀ ଅବିରତ ଚଞ୍ଚଳ ନ କରିବ ଚିତ୍ତ। ସମତା ଦୃଷ୍ଟି ସତ୍ୟ ଭାଷା ନୃତ୍ୟ କରିବ ଏଣେ ଆଶା। ଗଗନ ଯେହ୍ନେ ସର୍ବଶୂନ୍ୟ ସେ ରୂପେ ହୋଇ ଉଦାସୀନ। ବିମୁକ୍ତ ବୋଧ ମହାଶୟ ସମ୍ପଦ ବିପଦ ସଂଶୟ। ସର୍ବ ଦେଖିବ ବିଷ୍ଣୁମୟ ଧରିବ ଉଦାସୀନ ଦେହ। କେବେହେଁ ନୁହେଁ ଅଭିମାନୀ ଆତ୍ମା ପରତେ ତତ୍ତ୍ୱଜ୍ଞାନୀ। ଦେହକୁ ଦେଖୁଥିବ ଭିନ୍ନେ କାଷ୍ଠ ଯେ ଶନେ ଋତାସନେ। ଏମନ୍ତେ ଗୁରୁ ବାକ୍ୟ ଜାଣି ଅବସ୍ତୁ ପ୍ରାୟ ସର୍ବମଣି। ଜଗତ ଦେଖି ବିଷ୍ଣୁମୟ ଛାଡ଼ିବ ସକଳ ସଂଶୟ। କର୍ମ କରଣେ ଫଳ ପାଇ ପ୍ରାଣୀ ଯା ଅବଶ୍ୟ ଭୁଞ୍ଜଇ। ସ୍ୱତନ୍ତ୍ର ନୁହେଁ ସର୍ବକାଳେ ଦୁଃଖେ ଭ୍ରମଇ ଏ ଶୟଳେ। ଜୀବର ଦେହେ ବଧ ପାଶ କେବେହେଁ ନାହିଁ ସୁଖ ଲେଶ। ନିଗୂଢ଼ ବନ୍ଧନ ପୟରେ ବନ୍ଦୀ ଯେ ଶନେ ବନ୍ଦୀ ଘରେ। କାଳ ବଞ୍ଚଇ ଦୁଃଖ ସହି ମୂର୍ଖ ପଣ୍ଡିତ ଭେଦ ନୋହି। ଦାରୁଣ ଦୁଃଖ ସୁଖ ମଣେ ଦୁଃଖକୁ ସୁଖ ପ୍ରାୟ ଗଣେ। ଏମନ୍ତେ ବୃଥା ଅହଙ୍କାରେ ଜୀବ ଭ୍ରମଇ ନିରନ୍ତରେ। ଏ ଯେବେ ଦୁଃଖ ସୁଖ ବୁଝେ ସମୂହ ମୃତ୍ୟୁ ସଙ୍ଗେ ଯୁଝେ। ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିଣି ପାରେ ହେଳେ। ଏହା ନ ବୁଝି ମୂଢ଼ ଜନେ ତପ କରନ୍ତି ଦୃଢ଼ ମନେ। ଏହାର ପୂର୍ବ ତପ ଫଳେ ଯଦ୍ୟପି ଅର୍ଥ କାମ ମିଳେ। କେବେହେଁ ଦୁଃଖ ନୁହେଁ ନାଶ ଭୁଜନ୍ତେ ଲଭେ ବହୁ କ୍ଲେଶ।
ଯାହାକୁ ବାନ୍ଧି ନେଇ ପଥେ ଶ୍ମଶାନେ ଶିରଚ୍ଛେଦ ଅର୍ଥେ। ତାହାର ଯେତେ ସୁତ ଅର୍ଥ ରକ୍ଷାଣେ ନୁହନ୍ତି ସମର୍ଥ। ସଂସାରେ ଦେଖି ଶୁଣି ଯେତେ ବିଚାରେ ଦୁଃଖ ଏ ସମସ୍ତେ। ମଦ ମତ୍ସର ମୋହ ଲୋଭ ବିନାଶ ଅପଚୟ ଭାବ ଏ ସର୍ବ ଦୁଃଖର କାରଣ। ଉଦ୍ଧବ ଏହା ଭଲେ ଜାଣ ବିଧି ବିଧାନ ନାନା ଦାନ ଯଜ୍ଞେ ଦେବତା ଆରାଧନ କର୍ମର ଫଳ ନାନା ଗତି। ଏଣୁ ତୁ ବୁଝି ଦିଅ ମତି ସେ ପୁଣ୍ୟ ବଳେ ସ୍ୱର୍ଗେ ଯାଇ ଭୁଞ୍ଜଇ ଦିବ୍ୟ ଦେହ ବହି। ନାନା ପ୍ରକାରେ ସୁଖ ଯେତେ ଭୋଗ କରଇ ନାନା ମତେ କର୍ମ ନିର୍ମିତ ରତ୍ନ ପଥେ ଫଳ ଭୁଞ୍ଜଇ ମନୋରଥେ। ଗନ୍ଧର୍ବ କିନ୍ନର ଯୁବତୀ ରଥ ପାରୁଷେ ପନ୍ତି ପନ୍ତି ବିବିଧ ନୃତ୍ୟ ଗୀତ ଗାନ କରି ତୋଷନ୍ତି ତାର ମନ। ଦିବ୍ୟ ଯୁବତୀ ଗଣ ସଙ୍ଗେ ବିମାନେ ରମେ ନାନା ରଙ୍ଗେ କ୍ଷୁଦ୍ର କିଙ୍କିଣୀ ନାଦ ଧୀରେ ଲଳିତ ମଙ୍ଗଳ ଶ୍ମଶୁରେ। ଯାବତ କର୍ମ ଫଳ ପୁରେ ତାବତ ସର୍ବ ଭୋଗ କରେ ପୁଣି ପଡ଼ଇ କର୍ମ କ୍ଷୟେ ସଂସାରେ ବିଷ୍ଣୁ ମାୟା ମୋହେ। ଏଣୁ ଅର୍ଜିତ କର୍ମ ପାକେ ଜୀବ ଭ୍ରମଇ ଦୁଃଖେ ସୁଖେ। ସାଧୁ ସଙ୍ଗତେ ଏତେ ଭାବ ଉଦ୍ଧବେ କହିଲେ ମାଧବ। ସୁକର୍ମେ ସାଧୁ ସଙ୍ଗ ପାଇ କୁକର୍ମେ ଅସାଧୁ ମିଳଇ। ପୂର୍ବ ବିପାକ କର୍ମ ଫଳେ ଅସାଧୁ ସଙ୍ଗ ନିତ୍ୟ ମିଳେ। ଅଧର୍ମ ବଢ଼େ ଦିନେ ଦିନେ ନିରତେ କୁସଙ୍ଗ ମିଳନେ। ଯେ କାମେ ରତ ନାରୀ ଯୁତ ପାଷାଣ୍ଡ କୃପଣ କୁଚିତ ପର ପୀଡ଼ନେ ନିତ୍ୟ ହିଂସା ଦୁଃଖ ଗହନେ କରେ ଆଶା। ଯଜ୍ଞାରମ୍ଭ ବିଧିହୀନେ ପଶୁ ମାରଣେ ଅବଧାନେ କଳ୍ପିତ ପିତୃଯଜ୍ଞ ଛଳେ ପଶୁକୁ ବଧ କରେ ବଳେ। ପୂଜଇ ଭୂତ ପ୍ରେତ ଗଣେ ଆତ୍ମାର ହିଂସା ସେ ନ ମଣେ। ଜୀବ ମାରଣେ କର୍ମ କରେ ନରକେ ପଡ଼େ ଅନ୍ତ କାଳେ। ମାୟା ଯନ୍ତ୍ରିତ ନାନା ଯୋନି ଭ୍ରମଇ ନିଜ ଆତ୍ମା ଘେନି। ସ୍ଥାବର ଆଦି ଚାରି ଦେହେ ପଶୁ ପତଙ୍ଗ କୀଟ ହୁଏ। ଶ୍ୱାନ ଶୃଗାଳ ବାଜି ଗଜେ ଏମନ୍ତେ ନାନା ଯୋନି ଭୁଞ୍ଜେ। ଅଶେଷ କୋଟି ଯୋନି ଭ୍ରମି ଅର୍ଜିତ କର୍ମେ ପଥ ଶ୍ରମି। ଏମନ୍ତ ଦୁଃଖ ଅବଶେଷେ କିଞ୍ଚିତ ଧର୍ମର ବିଶ୍ୱାସେ। ଦୁର୍ଲଭ ମନୁଷ୍ୟ ଶରୀରେ ଦେହ ଲଭଇ ମର୍ତ୍ତ୍ୟପୁରେ। ଭାଗ୍ୟ ଦୁର୍ଲଭ ଦେହ ଧରି ପୁଣି ଭ୍ରମଇ କର୍ମ କରି। କର୍ମଟି ନାନା ଦୁଃଖ ଦେଇ କିଞ୍ଚିତ ସୁଖ ନାହିଁ ତହିଁ। କର୍ମ କରନ୍ତେ ପାଏ ଦେହ ଏଣୁଟି କର୍ମ ଦୁଃଖମୟ। କୁବେର ବରୁଣ ଅନଳ ଏ ଆଦି 10 ଦିଗପାଳ ମୋତାହୁଁ ଜନମ ଲଭନ୍ତି ଭୟେ ନିକଟେ ନ ରହନ୍ତି। ଦେହ ଏ କଳ୍ପ ଅଧିକାରୀ ସ୍ୱଭାବେ ମୋର ଅଂଶଧାରୀ। ବ୍ରହ୍ମା ମୋହର ଅଂଶ ବହି ସକଳ ସୃଷ୍ଟି ସେ କରଇ। ଗୁଣ ସକାଶୁ ସୃଷ୍ଟି ସୃଜେ ଏଣୁ ବିଷୟ ଜୀବ ଭୁଞ୍ଜେ। ଏଣୁ ଏ ଜୀବ କର୍ମମୟେ ଅକର୍ମେ ଦଣ୍ଡେ ହୀନ ରହେ। ଯାବତ ବିଷୟାର ଗତି ଗୁଣ କଳ୍ପିତ ଭାବ ଚିନ୍ତି ତାବତ ନାନା ବିଧି ରୂପେ ଜୀବ ଭ୍ରମର ମୋହ କଳ୍ପେ।
যাবত নানা ভাবে জন্ম তাবত জীব পরাধীন ঈশ্বর তহু ভয় পাই ব্রহ্মই মায়াময় হই অনেক ভ্রমি শ্রমে ফুটে কেবে হে মায়া তা ন তুটে এমন্ত গোবিন্দর বাণী উদ্ধব ବୋଲେ ତାହା ଶୁଣି ପ୍ରଣାମ କରି କୃଷ୍ଣ ପାଦେ ବୋଲେ ଆନନ୍ଦେ ଗଦ ଗଦେ ଶୁଣ ହେ ପ୍ରଭୁ ଦାମୋଦର ତ୍ରିଗୁଣେ ଜାତ ଏ ଶରୀର ଜୀବନ ଅଛି ଦେହ ମଧ୍ୟେ ନିର୍ଲେପ ପରମ ଆନନ୍ଦେ ଗୁଣ ବନ୍ଧନ ନାହିଁ ତାର ସ୍ୱଭାବେ ନିର୍ତ୍ତୋ ନିରାକାର ତାର ବନ୍ଧନେ ତିନି ଗୁଣେ ତୋ ନାମ ବୋଲୁ କି କାରଣେ କେମନ୍ତେ ନୋହେ ତା ବନ୍ଧନ କହ ହେ ଦେବକୀ ନନ୍ଦନ କି ରୂପେ ଥାଇ ଅନ୍ତର୍ଗତେ ସଂସାରେ ବିହରେ କେମନ୍ତେ କେତେ ଲକ୍ଷଣ ତାକୁ ଜାଣି କେମନ୍ତେ ଭକ୍ଷେ ଅନ୍ନ ପାଣି କି ରୂପେ ପ୍ରଚରଇ ଜନେ ଆସନ ଭୋଜନ ଶୟନେ ନିଶ୍ଚଳେ ରହେ କେଉଁ ସ୍ଥାନେ କହ କେଶବ ତୋଷ ମନେ ତୁ ନାଥ ମୋର ପ୍ରାଣପତି ଭକ୍ତ ବତ୍ସଳ ଦାଶରଥି ଅଚ୍ୟୁତ ଅନନ୍ତ ମୁରାରି ବଳେ କେ ପାରେ ଜୀବ ଧରି ସଂସାର ବଧ୍ୟ ମୋକ୍ଷ ଦୁଇ କେମନ୍ତେ କଳ୍ପିତାର ଦେହି ଏକ ଅନେକ ଅବା କେତେ କହ ଗୋବିନ୍ଦ ସୁଧ ଚିତେ ମୋହର ଚିତେ ଭ୍ରମ ଯେତେ କହିଲି ତୋହର ଅଗ୍ରତେ ମୋ ଘରେ ଜ୍ଞାନ ଦୀପ ଜାଳି ଅଜ୍ଞାନ ଖଣ୍ଡ ବନମାଳି ବୋଲଇ ବିପ୍ର ଜଗନ୍ନାଥ କୃଷ୍ଣ ଚରଣେ ଦେଇ ଚିତ ଉଦ୍ଧବ ପଚାରିଲେ ଯେତେ ଶ୍ରୀ ଏକାଦଶ ଭାଗବତେ ସୁଜନେ ଦିଅ ଏକ ଚିତ ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ପ୍ରତି ଜନ୍ମରେ ମୋର ମତି ଦଣ୍ଡେ ନ ଛାଡ଼ୁ ତୁମ୍ଭ ଭକ୍ତି ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା ବୟାସିକ୍ୟାମ୍ ଏକାଦଶ ସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ନାମ ଏକାଦଶୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।